ରାୟଗଡ଼ ଜିଲ୍ଲାରେ କୌଶଳ ରଥ ପରିକ୍ରମା, ଯୁବ ଦକ୍ଷତା ବିକାଶର ପ୍ରଚାର। ଗତ 15 ତାରିଖ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଦକ୍ଷତା ରଥ ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟଠାରେ 22 ତାରିଖ ସନ୍ଧ୍ୟାରେ ପହଞ୍ଚିବା ପରେ 23 ତାରିଖ ଦିନ ଗୁଣପୁର ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌରଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ରାୟଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟ ବୁଲି ଯୁବକମାନଙ୍କୁ ଦକ୍ଷତା ବିକାଶ ଉପରେ ସଚେତନ କରିବା ନିମନ୍ତେ ପରିକ୍ରମା କରିଥିଲା। ଗୁଣପୁର ବସଷ୍ଟାଣ୍ଡ ନିକଟରେ ଏକ ରୋଡ୍ ଶୋରେ ଶୁଭାରମ୍ଭ ସମୟରେ ଉପଜିଲ୍ଲାପାଳ ଗୁଣପୁରଙ୍କ ସମେତ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର, କନିଷ୍ଠ ନିୟୋଜନ ଅଧିକାରୀ ସନ୍ତୋଷ କୁମାର ନନ୍ଦ, ଦକ୍ଷତା ବିକାଶ ବିଭାଗର ପ୍ରିୟରଞ୍ଜନ ଦାସ, GIT ଡିନ୍ NVK ରାଓ ପ୍ରମୁଖ ଉପସ୍ଥିତ ଥିଲେ। ତତ୍ପରେ ଗାନ୍ଧୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ରଥର ସ୍ୱାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ କୌଶଳ ରଥ ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ, ଗୁଣପୁର ବାଇପାସ ଛକ, ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ବାଳିକା ବିଦ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ପୁଟା ସିଂ ଗୁଣପୁର ମହାବିଦ୍ୟାଳୟ, ଖିଲାମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦ୍ରୌପଦୀ ବିଦ୍ୟାପୀଠ, ଗୁମୁଡ଼ା ପାଳୁପାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମଝି ଘରିଆଣି ଯାନ୍ତ୍ରିକ ମହାବିଦ୍ୟାଳୟ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଷମ କଟକ, ଗଜବହଲ ଶିଳ୍ପ ତାଲିମ କେନ୍ଦ୍ର, ଉଗ୍ରତାରା ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣ ମିଶନ ମୁନିଗୁଡ଼ା, GCD ଉଚ୍ଚ ବିଦ୍ୟାଳୟ, ଉତ୍କଳ ଗୌରବ ମଧୁସୂଦନ ଯାନ୍ତ୍ରିକ ମହାବିଦ୍ୟାଳୟ, ରାୟଗଡ଼ ଆଦି ପରିକ୍ରମା କରିବା ପରେ ରାୟଗଡ଼ ସ୍ଥିତ ବାରିଝୋଲା ଏକଲବ୍ୟ ମଡେଲ ବିଦ୍ୟାଳୟ ଠାରେ ଉଦ୍ଯାପିତ ହୋଇଥିଲା। 26 ତାରିଖ ଅପରାହ୍ନ 4 ଘଟିକା ସମୟରେ ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଯାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ହରିଶ BC, ରାୟଗଡ଼ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଭରତଭୂଷଣ ବିଶ୍ୱାଳ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କୌଶଳ ରଥ ଜିଲ୍ଲା ପରିକ୍ରମା କରିବା ସହ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟ ITI ଆଦିର ଯୁବକମାନଙ୍କୁ ଦକ୍ଷତା କୌଶଳ ବିଷୟରେ ସଚେତନ କରିଥିବାରୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। କୌଶଳ ରଥ ରାୟଗଡ଼ ଜିଲ୍ଲା ପରିକ୍ରମା କରିବା ପରେ କୋରାପୁଟ ଜିଲ୍ଲା ପରିକ୍ରମା କରି ସଚେତନତା କରିବ। ରଥକୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ଅର୍ପଣ କରାଯାଇଥିଲା। ପରିଶେଷରେ ଜିଲ୍ଲା ଦକ୍ଷତା ଅଧିକାରୀ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାଶୀପୁରରୁ ମନୋଜ କୁମାର ମିଶ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।